ଖାସ୍ ନାହିଁ। ଶୁଣିଲୁ ଗୋଟେ ପକେଇ କେମିତି ଆଲା ଗୋଟେ ଗୋଟେ ସେଲ ହଉଛି ପୋଡା ପୋଡା ସ୍ମେଲ ଆସୁଛି। ପୋଡ଼ା ପୋଡ଼ା ଆର ବିରିୟାନୀର କୌଣସି ସ୍ମେଲ୍ ନାହିଁ ବାଇ ରିଅଲ ରିଭ୍ୟୁ ଦଉଛୁ ସ୍ପନ୍ସର୍ଡ ନୁହଁ। ଏଟା ଚିକେନ ବାସ୍ନା ଆସୁଛି। ଏଟା ଆମର ଯୋଉ ଗୋଟା ମସଲାର ଯୋଉ ବିରିୟାନୀ ଫ୍ଲେଭର ପ୍ରକୃତ ଆସୁଛି ଏଇଟା ପୁରା ନର୍ମାଲ ଏଇଟା କଲିକତା ପୁରା ମାନେ ଫ୍ଲେଭରଟା ଆସୁଛି ଆ ଦେହରେ। ଚିକେନ ଭାତ ତମେ ଫ୍ଲେଭର ଚିକେନ ଭାତ ଗୋଳେଇ ଦଉ ଯୋଉ ବାସ୍ନା ସେଇ ବାସ୍ନା। ଏକ ନମ୍ବର ଦେଖନ୍ତୁ ଅଧିକା ଖାଉଛି ସବୁଠୁ ଗୋଟେ ଅଧିକା ଖାଉଛି ଏତେ ଆମାଉଣ୍ଟର ଖାଉଛି ଏଟା ଏକ ନମ୍ବର। ନମସ୍କାର ଆମେ ଦାଦାଙ୍କ ଠାରୁ ଗୋଟେ ବିରିୟାନୀ ନବା ଆଉ ପାଖରେ ଯୋଉଟେ ବିରିୟାନୀ ଷ୍ଟଲ ଅଛି ସବୁଠୁ ବିରିୟାନୀ ନବା ଟେଷ୍ଟ କରିବା କମ୍ପାରିଜନ କରିବା ଦେଖିବା କୋଉଟା ହେଲା ଆକ୍ଚୁଆଲ ବିରିୟାନୀର ନମ୍ବର ୱାନ୍ ଟେଷ୍ଟ କାହାର ବିରିୟାନୀ ନମ୍ବର ୱାନ୍ ଟେଷ୍ଟ। ଫର୍ଚ୍ୟୁନ ଟାୱାର ପାଖରେ ତିନିଟା ବିରିୟାନୀ ଦୋକାନ ଅଛି ଦେଖିବା କୋଉଟା ବେଷ୍ଟ। ଆମେ ପ୍ରଥମେ ଦାଦାଙ୍କ ବିରିୟାନୀ ନବା ଆସନ୍ତୁ ନବା। ଆମେ ଦାଦାଙ୍କ ବିରିୟାନୀ ଆଣିଲେ ଆଉ ଏଇ ବିରିୟାନୀ ଷ୍ଟ୍ରିଟ୍ ରେ ଆଉ ଗୋଟେ ଭାଇଙ୍କର ଅଛି ସାର୍କ ବିରିୟାନୀ ଯୋଉଟା ତାକୁ ଟେଷ୍ଟ କରିବା। ଧର ଏବେ ଯିବା ସାର୍କ ବିରିୟାନୀ ତାପରେ ଆଉ ଗୋଟେ ଯିବା ଦାସ ଦେଖିବା ତିନିଟାରୁ କୋଉଟା ଆମ ପାଇଁ ବେଷ୍ଟ ହଉଛି କୋଉଟା ଦେଖିବା ବଢିଆ କ୍ୱାଲିଟି ଆମ ପାଇଁ। ଗୋଟେ ଦାସ ଆଉ ଗୋଟେ ହେଲା ସାର୍କ। ଓକେ ଆସ ଏଇଟା ହେଲା ଦାସ ବିରିୟାନୀ ସାଙ୍ଗେ ସାଙ୍ଗେ ମିଳିଗଲା ଏତେ କଷ୍ଟ ନାହିଁ। ଏଇଟା ଆପଣ ଜାଣିଛନ୍ତି। ଏବେ ଯିବା ସାର୍କ ବିରିୟାନୀ। ଆମେ ଦାଦାଙ୍କ ପାଖକୁ ଯାଇଥିଲେ ତାପରେ ଦାସ ଯାଇଥିଲେ ଏବେ ତା ପାଖରେ ଆଉ ଗୋଟେ ବିରିୟାନୀ ଷ୍ଟଲ ଅଛି ସେଟା ହେଲା ସାର୍କ ବିରିୟାନୀ। ଆମେ ଦାଦାଙ୍କ ଠାରୁ ବିରିୟାନୀ ନେଲେ ଦାସଙ୍କ ଠାରୁ ବିରିୟାନୀ ନେଲେ ଏବେ ସାର୍କଙ୍କ ଠାରୁ ବିରିୟାନୀ ନବା ଟେଷ୍ଟ କରିବା ଦେଖିବା କମ୍ପାରିଜନ କରିବା ଦେଖିବା କିଏ ହଉଛନ୍ତି ଆକ୍ଚୁଆଲ ୱିନର ସବୁଠୁ ଟେଷ୍ଟି କାହାର ବିରିୟାନୀ ଆସନ୍ତୁ ଜାଣିବା। ହଉ ଭାଇ ସାର୍କ ବିରିୟାନୀ ସାର୍କ 120 ଦାସ 100 ସେଇଟା ହେଲା ସାଉ ବିରିୟାନୀ ସରି ଏଟା ଦାଦା ବିରିୟାନୀ ସେଟା ହଉଛି 140 120 120 100 ଦେଖିବା କୋଉଟା ବେଷ୍ଟ। ଆପଣ ଦେଖିଲେ ଆମେ କେତେ ଭୟଙ୍କର ଭାବରେ ସେ ଗହଳିରୁ ଆମେ ଦାଦା ବିରିୟାନୀ ଆଣିକି ଆସି ପହଞ୍ଚିଲୁ ଯୋଉଟା କି 140 ଟଙ୍କାର ସେ ବିରିୟାନୀ ଆଣିଲୁ। ଏବେ ଟେଷ୍ଟ ଦେଖିବା ଏଇଟା ଭଲ ଲାଗୁଛି। ଦେନ୍ ଆଉ ଗୋଟେ ହେଲା ଦାସ ବିରିୟାନୀ ଏଇଟା ଥିଲା 100 ଟଙ୍କା ଥିଲା ଆମେ ସେଇ ପାଖରୁ ଆଣିଲୁ ଫର୍ଚୁନଟାର ଗଳିରୁ। ଦେନ୍ ଏଇଟା ହଉଛି ଆମର ସାର୍କ ବିରିୟାନୀ ଦାସ 100 ଟଙ୍କା ସାର୍କ 120 ଏଇଟା ହେଲା ଦାଦା 140 କୋଉଟା କେତେ ଦାଦା 140 ଆମର ସାର୍କ 120 ଦାଦା ସରି ଆମର ଏଟା କଣ ଦାସ କେତେ 100। ଆମେ ତିନିଟା ଦେଖିବା କୋଉଟା ଲାଗୁଛି ସବୁଠୁ ବଢିଆ ବେଟର ଟେଷ୍ଟ ଆଦରୁ କିଏ ଦଉଛି ଦେଖିବା ଦାଦା ନା ସାର୍କ ନା ଦାସ ତିନିଟା ଜାଗାର ବିରିୟାନୀ ଦୁଇ ଜଣ ଆମେ ଫର୍ଚୁନ ଟେଷ୍ଟ କରି ଟାୱାର କହିବୁ ପାଖର କୋଉଟା ବିରିୟାନୀ ବେଷ୍ଟ ବେଷ୍ଟ ଲାଗୁଛି। ହଉ ପ୍ରଥମେ ଯିବା ଏଇଠୁ ଯିବା ରାଇସ୍ ଟିକେ ଦାଦାଙ୍କର ଗଲା ଏବେ ଯିବା ସାର୍କ ଦେଖିବା ସାର୍କ କେମିତି ଟେଷ୍ଟ ଆସୁଛି। ଆମେ ଏଟା ଖାଉଛେ ସାର୍କ ବିରିୟାନୀ ଖାଉଛେ ଆଉ ଯୋଉ ବିରିୟାନୀ ଫ୍ଲେଭର ତ ମସଲା ଫ୍ଲେଭର ଯୋଉ ଆମର ଯାହା କହନ୍ତି ସୁଖା ମସଲା ଯେମିତି ଡାଲଚିନ ଜାୟତ୍ରୀ ଜାଇଫଳ ଷ୍ଟାର ଏ ଯୋଉ ଫ୍ଲେଭରଟା ବଢିଆ ଆସୁଛି ଯୋଉଟା କି ଏଥିରେ ଆସୁନି ଏଟା ନର୍ମାଲ ଲାଗୁଛି କିଛି ସ୍ପେଶାଲ ଲାଗିଲା କିନ୍ତୁ ଏଥିରେ ସ୍ପେଶାଲ ଲାଗିଲା ସେ ଯୋଉ ମସଲାର ଗୋଟା ମସଲା ଟେଷ୍ଟଟା ବଢିଆ ଆସୁଛି ଯୋଉଟା ବିରିୟାନୀ ଫ୍ଲେଭର ଏଇଟା ହିଁ ଏଥିରେ ଅଛି। ମତେ କାହିଁ ଏବେ ପର୍ଯ୍ୟନ୍ତ କମ୍ପାରିଜନରେ କେବଳ ତା ମସଲା ଟିକେ ରହୁଛି ଆଉ ଟିକେ କମ ମସଲା ରହୁଛି ଟିକେ ଶୁଖିଲା ରହୁଛି କିନ୍ତୁ ଆର ଟେଷ୍ଟ ତା ଅପେକ୍ଷା ମତେ ଏଇଟା ଭଲ ଲାଗୁଛି। କଲିକତା ଷ୍ଟାଇଲ ହେଇଛି। ଏଇଟା ବିରିୟାନୀଟା ହିଁ ଆକ୍ଚୁଆଲି ଏମିତି ହିଁ ଲାଗେ ତ ଖରାପ ନାହିଁ। ଫ୍ଲେଭର ବେଷ୍ଟ ବଢିଆ ଲାଗୁଛି ଟେଷ୍ଟ ଭଲ ଅଛି କୋଉଟା ନା ସାର୍କ ଏବେ ଯିବ ଦାସ ସରି ଚାମଚ ଖାସ୍ ନାହିଁ। ଶୁଣିଲୁ କେମିତି ଗୋଟେ ସେଲ ହଉଛି ପୋଡା ପୋଡା ସ୍ମେଲ ଆସୁଛି। ପୋଡ଼ା ପୋଡ଼ା ଆର ବିରିୟାନୀର କୌଣସି ସ୍ମେଲ ନାହିଁ ବାଇ ରିଅଲ ରିଭ୍ୟୁ ଦଉଛୁ ସ୍ପନ୍ସର୍ଡ ନୁହଁ। ସ୍ମେଲ ନାହିଁ ଟେଷ୍ଟ ହିଁ ନାହିଁ। ଚିକେନ ବାସ୍ନା ଟିକେ ଚିକେନ ବାସ୍ନା ଆସୁଛି ଏଟା ଚିକେନ ବାସ୍ନା ଆସୁଛି
এটা আমার ଯୋଉ ଗୋଟା ମସଲାର ଯୋଉ ବିରିୟାନୀ ଫ୍ଲେଭର ପ୍ରକୃତ ଆସୁଛି ଏଇଟା ପୁରା ନର୍ମାଲ ଏଇଟା କଲିକତା ପୁରା ମାନେ ଫ୍ଲେଭରଟା ଆସୁଛି ଆ ଚିକେନ ଦେହରେ। ଭାତ ତମେ ଫ୍ଲେଭର ଚିକେନ ଭାତ ଗୋଳେଇ ଯୋଉ ବାସ୍ନା ସେଇ ବାସ୍ନା କିଛି ନୂଆ ସେମିତି କିଛି ନାହିଁ ଏଇଟା ବିରିୟାନୀ ଫ୍ଲେଭର ଆସୁଛି ଏମିତି କଣ ହେଲା ଏତେ ଗହଳି ଥିଲା ଆକ୍ଚୁଆଲି ରିଅଲ କଲିକତା ବିରିୟାନୀ ଆପଣ ଟେଷ୍ଟ କରିଛନ୍ତି? ନା ଟେଷ୍ଟ କରିନେ ଏଇଟା କିନ୍ତୁ ଆକ୍ଚୁଆଲି କଲିକତା ବିରିୟାନୀର ଯୋଉ ଫ୍ଲେଭରଟା ଆସେ ସେଥିପାଇଁ ବୋଧେ ଲୋକଙ୍କର ଗହଳି ହଉଛି କଲିକତା ଫ୍ଲେଭରଟା ଆସୁଛି ବୋଲି। କିନ୍ତୁ ଆମେ ଯଦି ବିରିୟାନୀ ଖାଇ ପାଟି କୋଉଟା ଭଲ ଲାଗୁଛି ଏ ରହୁଛି ଆ ଦେହରେ ମସଲା ଇଏଟା ରହୁଛି। ପାଟି ଆମକୁ ତ ଖାଇବା ଟେଷ୍ଟ ଦରକାର ନା ଆମକୁ ଭଲ ଲାଗୁଛି ଆଳୁ ଏଇଟା ଟେଷ୍ଟ ଭଲ ଅଛି। ୱିନର ଇଜ ତାହେଲେ ଆଳୁ ବି ପଡିଛି। କହିଲେ ଆଳୁ ପଡିଛି ମୁଁ ସେ ଜିନିଷଟା ଆଦେହରେ କହୁଥିଲି ଆଳୁ ନାହିଁ। ଯେ ଆମେ ରିଅଲ ୱିନର ଖାଇବା ଖୁସି କୁକୁର ଆମ ସାଙ୍ଗେ ଖାଇବ ବୋଲି ଆସିଛି ସେ ବି କହିବ ଗୋଟେ ବେଷ୍ଟ ବଡ କଥା ହେଲା ଯେତେ ଗହଳି ଯେତେ କଷ୍ଟ କରି ତାହେଲେ ଆଠାରୁ ମାନେ 7 ଠାରୁ 120 ଟଙ୍କା ଅଧିକା ସରି ଏଇଟା 120 140 20 ଟଙ୍କା ଅଧିକା ଥିଲା ଦାଦାଙ୍କର କମ ଥିଲା କୋଉଟା ନା ସାର୍କ କିନ୍ତୁ ଆମେ ଯଦି ମୁଁ ଟେଷ୍ଟ କହିବି ୱାଇଜ ଯଦି କୁହାହବ ସାର୍କଟା ବେଷ୍ଟ ଅଛି। ୱିନର ତାହେଲେ ଆମେ ଆକୁ ଦବା 1 ନମ୍ବର ଟେଷ୍ଟ 1 ନମ୍ବର ଦେଖନ୍ତୁ ଅଧିକା ଖାଉଛି ସବୁଠୁ ଗୋଟେ ଅଧିକା ଖାଉଛି ଏତେ ଆମାଉଣ୍ଟର ଖାଉଛି ଏଟା 1 ନମ୍ବର ଦାଦା ୱିନର ନୁହଁ ସେକେଣ୍ଡ ବେଷ୍ଟ ତାଠୁ କମ ଖାଉଛି ଆଉ ତାକୁ ଖାଇବ ନା ଖାଇବନି ଲାଷ୍ଟଟା? ଅଳ୍ପ ଖାଇବି ମନ ଦୁଃଖ କରିବ ଲାଷ୍ଟ ଅଳ୍ପ ଗୋଟେ କମ ଖାଉଛି ତାର ନେବା ଆସିବ ଭାଇରେ 100 ଟଙ୍କା ପାଇଁ କାହିଁ ବିରିୟାନୀ ଖାଇବି ହଁ ଆରେ ସବୁଠୁ ବେଷ୍ଟ ରହିଲା ହଉଛି ସାର୍କଟା। ବରା ଫୁଣି ଖାଇଦେବି ତାକୁ ଖାଇବିନି ୱିନର ଇଜ ଆଉ ଥରେ କହୁଛି କିଏ ସାର୍କ ଦ ୱିନର ଇଜ ସାର୍କ ଆଉ ଥରେ ସାର୍କ ଦାଦା ସେକେଣ୍ଡ ବୟସ ତାହେଲେ ଫର୍ଚୁନର ଏତେ ଗହଳି ଲୋକ ବୁଝନ୍ତୁ ଏତେ ଭୟଙ୍କର କଷ୍ଟ କାହିଁକି କରିବା ପ୍ରକୃତ ଟେଷ୍ଟ ନ ବୁଝିକିରି ଗହଳି କରିବା ଥରେ କମ୍ପାରିଜନ କରନ୍ତୁ ଯଦି ଆମେ ଭୁଲ ତାହେଲେ କମେଣ୍ଟ ବି କରନ୍ତୁ ଯେ ଆପଣ ଯାହା ରିଭ୍ୟୁ ଦେଲେ ତା ଭୁଲ ଧନ୍ୟବାଦ ରହୁଛୁ ନମସ୍କାର ପୁଣି ଦେଖା ହବ ଆଉ ଗୋଟେ ଭିଡିଓରେ